ଚାଲ ଆଜି ଚକ୍ଷୁର ମୌଳିକ କାର୍ଯ୍ୟକଳାପ ଓ ଏହାର ଭିନ୍ନ ଭିନ୍ନ ଅଂଶ ବିଷୟରେ ଆଲୋଚନା କରିବା। ଯଦି ଆମେ ମନୁଷ୍ୟର ଚକ୍ଷୁ ଗୋଲକକୁ ଲକ୍ଷ୍ୟ କରିବା ତାହେଲେ ତାହା ବର୍ତ୍ତୁଳାକୃତି ହେଇଥାଏ। ଯଦି ଆମେ ଏହାର ଅନୁପ୍ରସ୍ଥ ଛେଦ ନେବା ତାହେଲେ ତାହା କିଛି ଏହିପରି ଦେଖାଯାଇଥାଏ। ଠିକ୍ ଅଛି, ତେବେ ଏହାର ଭିନ୍ନ ଭିନ୍ନ ଅଂଶ ଅଛି, କିନ୍ତୁ ଆମେ ଏଠି ଗୋଟିଏ ପରେ ଗୋଟିଏ ଅଂଶକୁ ଦେଖିବା। ପ୍ରଥମେ ଆମେ ଯେଉଁ ଅଂଶଟିକୁ ଲକ୍ଷ୍ୟ କରୁଛନ୍ତି ଏହି ସବୁଜ ଅଂଶଟି, ଏହାକୁ କନିନିକା ବୋଲି କୁହାଯାଇଥାଏ। ଏହି ଚକ୍ଷୁ ଗୋଲକକୁ ଲକ୍ଷ୍ୟ କର, ଏଇଠି ଯେଉଁ ଅଂଶଟିକୁ ମୁଁ ସବୁଜ ରଙ୍ଗରେ ଅଙ୍କନ କରିଛି ତାହାକୁ କନିନିକା କୁହାଯାଇଥାଏ। ଏଇଠି ଗୋଟିଏ କଥା ମନେ ରଖ ଯେ ଅଧିକାଂଶ ଲୋକଙ୍କର ଚକ୍ଷୁର ରଙ୍ଗ ବାଦାମୀ ହୋଇଥାଏ ଏବଂ ଯେତେବେଳେ ଆମେ ଆଖିର ରଙ୍ଗ ବିଷୟରେ କଥା ହୁଅନ୍ତି ସେତେବେଳେ ଆମେ କନିନିକାର ରଙ୍ଗ ବିଷୟରେ ହିଁ କଥା ହେଇଥାନ୍ତି। ତେବେ କିଛି ଲୋକଙ୍କର ଚକ୍ଷୁର ବା ଆଖିର ରଙ୍ଗ ନୀଳ ଏବଂ କିଛି ଲୋକଙ୍କର ବାଦାମୀ ହୋଇଥାଏ। ଏହାର ଅର୍ଥ ସେମାନଙ୍କର କନିନିକାର ରଙ୍ଗ ନୀଳ ଓ ବାଦାମୀ ହୋଇଥାଏ। କିନ୍ତୁ ବାସ୍ତବରେ ଏହି କନିନିକାର କାମ କ'ଣ, ଏହା ବାସ୍ତବରେ କିପରି ଦେଖାଯାଇଥାଏ ସେ ବିଷୟରେ ଆଲୋଚନା କରିବା। ବାସ୍ତବରେ ଏହି କନିନିକାଟି ଗୋଟିଏ ଡିସ୍କ ବା ଏକ ପତଳା ଚଟକା ଗୋଲ ପଦାର୍ଥ ପରି ଦେଖାଯାଇଥାଏ। ତେବେ ଏହାକୁ ଯଦି ଆମେ 3D ରୂପରେ ଦେଖିବା ଆମେ ଲକ୍ଷ୍ୟ କରିବା ଯେ କନିନିକା ମଧ୍ୟରେ ଥିବା ଏହି କଳା ଅଂଶକୁ ନେତ୍ର ପିତୁଳା କୁହାଯାଇଥାଏ ଏବଂ ଏହାକୁ କନିନିକା ମଧ୍ୟରେ ଥିବା ଗାତ ମଧ୍ୟ କୁହାଯାଏ। ତେବେ ଏହି ନେତ୍ର ପିତୁଳାର କାମ କ'ଣ ଏବଂ ଏହି କନିନିକା ମଧ୍ୟରେ ଗାତ କାହିଁକି ଥାଏ? କାରଣ ଆମେ ଚକ୍ଷୁ ମଧ୍ୟରେ ଆଲୋକ ପ୍ରବେଶ କରିବାକୁ ଚାହିଁଥାନ୍ତି ଏବଂ ଏହି ଗାତ ବା କଳା ଅଂଶ ଦେଇ ଆଲୋକ ଚକ୍ଷୁ ମଧ୍ୟକୁ ପ୍ରବେଶ କରେ। କିନ୍ତୁ ଏଇଠି ଗୋଟେ ମଜା କଥା ହେଉଛି ଯେ ଏଠାରେ ଆଲୋକର ପରିମାଣ ଅନୁଯାୟୀ ନେତ୍ର ପିତୁଳାର ଆକାର ବଦଳିଥାଏ। ଉଦାହରଣ ସ୍ୱରୂପ ମନେକର ଏହି କୋଠରୀ ବା ଗୃହ ମଧ୍ୟରେ ଅତ୍ୟନ୍ତ କମ୍ ଆଲୋକ ଅଛି ଅଥବା ଏହି ଗୃହଟି ଅନ୍ଧକାର ଅଛି, ତେବେ ଅଧିକ ମାତ୍ରାରେ ଆଲୋକ ପ୍ରବେଶ ପାଇଁ ଏହି ନେତ୍ର ପିତୁଳାର ଆକାର ବୃହତ୍କାର ହୋଇଯାଇଥାଏ, କିଛି ଏହିପରି। ଏବଂ ଯଦି ଏହି କୋଠରୀ ମଧ୍ୟରେ ଅତ୍ୟଧିକ ଆଲୋକ ଥାଏ ତେବେ ଏହି ନେତ୍ର ପିତୁଳାର ଆକାର କ୍ଷୁଦ୍ରାକାର ହୋଇଯାଇଥାଏ, କିଛି ଏହିପରି। ତେଣୁ ଆମେ କହିପାରିବା ଯେ କନିନିକାଟି ନେତ୍ର ପିତୁଳାର ଆକାରକୁ ନିୟନ୍ତ୍ରଣ କରି ଚକ୍ଷୁ ମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ ପଠାଇଥାଏ। ତେବେ ଯଦି ଆମେ ଏଇଠି ଚକ୍ଷୁର ଅନୁପ୍ରସ୍ଥ ଛେଦକୁ ଲକ୍ଷ୍ୟ କରିବା ତେବେ ଏହି ଅଂଶକୁ କନିନିକା କୁହାଯାଇଥାଏ ଏବଂ ଏହି ଅଂଶଟିକୁ ନେତ୍ର ପିତୁଳା କୁହାଯାଇଥାଏ। ତ ନେତ୍ର ପିତୁଳା ଏଇଠି ଆଖିକୁ ପ୍ରବେଶ କରୁଥିବା ଆଲୋକକୁ ନିୟନ୍ତ୍ରଣ କରେ। ଏଇଠି ଦେଖ, ମୁଁ ଯେତେବେଳେ ଆଖିରେ ଆଲୋକ ପକାଉଛି ଏହି ନେତ୍ର ପିତୁଳାର ଆକାରଟି କ୍ଷୁଦ୍ର ହେଇ ହେଇ ଯାଉଛି। ତେବେ ଚକ୍ଷୁର ଅନ୍ୟ କେଉଁ କେଉଁ ଅଂଶ ଅଛି ପ୍ରଥମତଃ ଲକ୍ଷ୍ୟ କର। ଏଇ ଯେଉଁ ଅଂଶଟିକୁ ତୁମେ ଦେଖୁଛ ଏହି ପତଳା ସ୍ୱଚ୍ଛ ଝିଲିକୁ ସ୍ୱଚ୍ଛ ପଟଳ ବୋଲି କୁହାଯାଇଥାଏ ଏବଂ ଆଲୋକ ଏହି ସ୍ୱଚ୍ଛ ଝିଲି ମଧ୍ୟ ଦେଇ ଚକ୍ଷୁ ମଧ୍ୟକୁ ପ୍ରବେଶ କରେ। ଏହି ସ୍ୱଚ୍ଛ ପଟଳଟି ଚକ୍ଷୁର ସମ୍ବେଦନଶୀଳ ଅଂଶଗୁଡ଼ିକୁ ବା ସେନ୍ସିଟିଭ୍ ଅଂଶଗୁଡ଼ିକୁ ସୁରକ୍ଷା ପ୍ରଦାନ କରେ। ଏହାର ଅର୍ଥ ଯଦି ଆମ ଚକ୍ଷୁରେ କୌଣସି ଆଘାତ ଲାଗେ ତେବେ ପ୍ରଥମତଃ ଚକ୍ଷୁର ସ୍ୱଚ୍ଛ ପଟଳ ହିଁ କ୍ଷତ ହୋଇଥାଏ, କିନ୍ତୁ ଏହା ଚକ୍ଷୁ ମଧ୍ୟରେ ଥିବା ଅଂଶଗୁଡ଼ିକୁ ରକ୍ଷା କରେ। ତେବେ ଚକ୍ଷୁ ମଧ୍ୟରେ ଥିବା ଏହି ଅଂଶଟିକୁ ଆମେ କ'ଣ କୁହନ୍ତି? ଦେଖ, ଏହି ଅଂଶଟିକୁ ଆମେ ଚକ୍ଷୁ ଲେନ୍ସ ବୋଲି କହିଥାନ୍ତି। ଠିକ୍ ଅଛି, ତେବେ ଆମକୁ ଲେନ୍ସର ଆବଶ୍ୟକ କାହିଁକି ଥାଏ? କାରଣ ଆମେ ଚାହିଁଥାନ୍ତି ଯେ ଆଲୋକ ଚକ୍ଷୁର ପଛ ଭାଗରେ ଫୋକସ୍ କରି ଏଇଠାରେ ପଡ଼ିବା ଆବଶ୍ୟକ। ତେଣୁ ଆଲୋକ ରଶ୍ମିଗୁଡ଼ିକ ଫୋକସ୍ ହୋଇ ଏହି ଜାଗାରେ ପଡ଼ିବା ପାଇଁ ଚକ୍ଷୁର ଏକ ଲେନ୍ସ ଥାଏ। କିନ୍ତୁ କେବଳ ଚକ୍ଷୁ ଲେନ୍ସ ଗୁଡ଼ିକ ଆଲୋକକୁ ଫୋକସ୍ କରିଥାଏ ତାହା ନୁହେଁ। ଏଇଠିକୁ ଲକ୍ଷ୍ୟ କର, ଏଠାରେ ଚକ୍ଷୁ ଲେନ୍ସ ଓ ସ୍ୱଚ୍ଛ ପଟଳ ମଧ୍ୟରେ ଯେଉଁ ଅଂଶଟି ଅଛି ଏହାକୁ ଆମେ ଜଳାଭରସ ବୋଲି କହିଥାନ୍ତି। ଜଳାଭରସର ଅର୍ଥ ଏଠାରେ କିଛି ମାତ୍ରାରେ ଜଳ ଥାଏ। ତେବେ ଏହି ଚକ୍ଷୁ ଲେନ୍ସ ଓ ସ୍ୱଚ୍ଛ ପଟଳ ଦୁହେଁ ମିଳିତ ଭାବରେ ଆଲୋକକୁ ଚକ୍ଷୁର ପଛ ପାର୍ଶ୍ୱରେ ଫୋକସ୍ କରିଥାନ୍ତି। ତେବେ ଆମେ ଏମିତି କହିପାରିବା, ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା ଅଧିକାଂଶ ଆଲୋକ ରଶ୍ମି ସ୍ୱଚ୍ଛ ପଟଳ ବାହ୍ୟ ପୃଷ୍ଠରେ ପ୍ରତିଶ୍ରୁତ ହୁଏ ଏବଂ ଚକ୍ଷୁ ଲେନ୍ସଟି ପରିବର୍ତ୍ତିତ ହୋଇ ଭିନ୍ନ ଭିନ୍ନ ଦୂରତାରେ ଥିବା ବସ୍ତୁର ପ୍ରତିବିମ୍ବକୁ ଚକ୍ଷୁର ପଛ ପାର୍ଶ୍ୱରେ ଫୋକସ୍ କରିଥାନ୍ତି ଏବଂ ଚକ୍ଷୁର ଏହି ଦୁଇଟି ଅଂଶ ମିଳିତ ଭାବରେ ଅଭିସାରୀ ଲେନ୍ସ ଆକାରରେ କାର୍ଯ୍ୟ କରିଥାନ୍ତି। କିନ୍ତୁ ଏଠି ପ୍ରଶ୍ନ ହେଉଛି ଯେ ଯେତେବେଳେ ଆଲୋକ ଚକ୍ଷୁର ପଛ ପାର୍ଶ୍ୱରେ ଫୋକସ୍ କରେ ସେତେବେଳେ କ'ଣ ହୁଏ? ତେବେ ଆଲୋକ ଚକ୍ଷୁର ପଛ ପାର୍ଶ୍ୱରେ ଫୋକସ୍ ହେଲା ପରେ ଆମେ ସେହି ସମ୍ବାଦ ଗୁଡ଼ିକୁ ମସ୍ତିଷ୍କକୁ ପଠାଇବାକୁ ଚାହାନ୍ତି। ତେବେ ସେଥିପାଇଁ ପ୍ରଥମେ ଆମକୁ ଏହି ଆଲୋକ ଗୁଡ଼ିକୁ ବୈଦ୍ୟୁତିକ ସଂକେତରେ ପରିବର୍ତ୍ତନ କରିବାକୁ ହେବ। ସେଥିପାଇଁ ଆମର ଚକ୍ଷୁର ପଛ ପାର୍ଶ୍ୱରେ ଅନେକ ଆଲୋକ ସମ୍ବେଦୀ ସେଲ୍ ଥାନ୍ତି ଯାହାକି ଚକ୍ଷୁ ମଧ୍ୟକୁ ପ୍ରବେଶ କରିଥିବା ଆଲୋକକୁ ବିଦ୍ୟୁତରେ ପରିବର୍ତ୍ତନ କରିଥାନ୍ତି ଏବଂ ଏହି ଆଲୋକ ସମ୍ବେଦୀ ସେଲ୍ ଗୁଡ଼ିକୁ
ମୁକୁରିକା କୁହାଯାଇଥାଏ ଏବଂ ଏହି ମୁକୁରିକା ଆଲୋକକୁ ବିଦ୍ୟୁତରେ ପରିବର୍ତ୍ତନ କରିଥାନ୍ତି। ଠିକ୍ ଅଛି, ତେଣୁ ଯେହେତୁ ଏହି ମୁକୁରିକା ଆଲୋକକୁ ବିଦ୍ୟୁତରେ ପରିଣତ କରିଥାଏ, ତେବେ ଏଠାରେ ଆଲୋକ ଗୁଡ଼ିକ ଫୋକସ୍ ହେବା ନିହାତି ଆବଶ୍ୟକ। ତେବେ ମୁକୁରିକାରେ ଆଲୋକ ପଡ଼ିଲା ପରେ ଆଲୋକ ସମ୍ବେଦୀ ସେଲ୍ ଗୁଡ଼ିକ ଏଠାରେ କ୍ରିୟାଶୀଳ ହୋଇ ବିଦ୍ୟୁତ ସଂକେତକୁ ମସ୍ତିଷ୍କ ମଧ୍ୟକୁ ପ୍ରେରଣ କରନ୍ତି। ତେବେ ଏହି ବିଦ୍ୟୁତ ସଂକେତ ମୁକୁରିକାରୁ ମସ୍ତିଷ୍କକୁ କିପରି ଯାଇଥାଏ? ସେଥିପାଇଁ ଏହି ଆଲୋକ ସମ୍ବେଦୀ ସେଲ୍ ଗୁଡ଼ିକ ମଧ୍ୟରେ କିଛି ପରିବାହୀ ସଂସ୍ଥା ଥାଏ, ଯାହାକୁ ଆମେ ନେତ୍ର ସ୍ନାୟୁ ବୋଲି କହିଥାନ୍ତି। ତେବେ ଆଲୋକ ଫୋକସ୍ ହୋଇ ମୁକୁରିକାରେ ପଡ଼ିବା ପରେ ଏଠାରେ ଥିବା ଆଲୋକ ସମ୍ବେଦୀ ସେଲ୍ ଗୁଡ଼ିକ ଆଲୋକକୁ ବିଦ୍ୟୁତରେ ପରିଣତ କରିଥାନ୍ତି ଏବଂ ଏହି ବିଦ୍ୟୁତ ସଂକେତ ଗୁଡ଼ିକ ନେତ୍ର ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଓଲଟା ପ୍ରତିବିମ୍ବକୁ ସଳଖ କରି ବସ୍ତୁ ଯେପରି ଅଛି ସେହିପରି ଧାରଣା ଦେବାରେ ସହାୟକ ହୁଏ। ବର୍ତ୍ତମାନ ତୁମେ ଭାବୁଥିବ ଯେ ଚକ୍ଷୁର ଏହି ଅଂଶରେ କ'ଣ ଥାଏ? ଏହା ଖାଲି ଥାଏ କି? ତେବେ ଏହା ବାସ୍ତବରେ ଖାଲି ନଥାଏ, କାରଣ ଯଦି ଏହା ଖାଲି ଥାନ୍ତା ତେବେ ଚକ୍ଷୁ ନିଜର ଆକାର ଧାରଣ କରିପାରନ୍ତା ନାହିଁ। ତେଣୁ ଏଥିପାଇଁ ଏହା ମଧ୍ୟରେ କିଛି ଜେଲି ପରି ପଦାର୍ଥ ରହିଥାଏ, ଯାହାକୁ ଆମେ କାଚା ଭରସ ବୋଲି କହିଥାନ୍ତି। ଠିକ୍ ଅଛି, ପରିଶେଷରେ ଏଇ ଯେଉଁ ଛୋଟ ଛୋଟ ମାଂସପେଶୀ ଗୁଡ଼ିକ ଅଛି ଉଭୟ ପାର୍ଶ୍ୱରେ ଲେନ୍ସର, ତାହାକୁ ଆମେ ସିଲିଆରି ମାଂସପେଶୀ ବୋଲି କହିଥାନ୍ତି। ଠିକ୍ ଅଛି, ଏବଂ ଏହି ସିଲିଆରି ମାଂସପେଶୀ ଚକ୍ଷୁର ସମାୟୋଜନ କରିବାରେ ସହାୟକ ହୁଏ। ତେବେ ସମାୟୋଜନ କ'ଣ, ଏହାକୁ ବୁଝିବା ପାଇଁ ତୁମେ ଏହି ଚିତ୍ରଟିକୁ ଲକ୍ଷ୍ୟ କର। ମନେକର ଏଠି ବସ୍ତୁଟିଏ ଚକ୍ଷୁଠାରୁ ଅନେକ ଦୂରତାରେ ଅଛି ଏବଂ ସେଠାରୁ ଆଲୋକ ରଶ୍ମି ଗୁଡ଼ିକ ସମାନ୍ତର ଭାବରେ ଗତି କରୁଛନ୍ତି। ଯେତେବେଳେ ଏହା ଚକ୍ଷୁ ଲେନ୍ସ ମଧ୍ୟ ଦେଇ ପ୍ରବେଶ କରିବା ପାଇଁ ଚେଷ୍ଟା କରେ, ତେବେ ଏଠାରେ ଆଲୋକ ରଶ୍ମି ଗୁଡ଼ିକ ଅଭିସାରଣ ହୋଇଥାନ୍ତି। ତେବେ ଏଠାରେ ସ୍ୱଚ୍ଛ ପଟଳରେ ମଧ୍ୟ ଆଲୋକ ରଶ୍ମି କିଛିଟା ଅଭିସାରଣ ହୋଇଥାଏ, କିନ୍ତୁ ଏଠାରେ ମୁଁ ସେହାକୁ ଦର୍ଶାଇ ନାହିଁ। ମନେ ରଖ ଯେ ଓଭରଅଲ୍ ଏଇଠି ଆଲୋକ ରଶ୍ମି ଅଭିସାରଣ ହେଇଛି, କିନ୍ତୁ ଆମେ କ'ଣ ଜାଣିଛନ୍ତି? ସମାନ୍ତର ଭାବରେ ଗତି କରୁଥିବା ଆଲୋକ ରଶ୍ମି ଏହି ମୁକୁରିକା ଉପରେ ଫୋକସ୍ କରିବା ନିହାତି ଆବଶ୍ୟକ। ତ ସେଥିପାଇଁ ଏଠାରେ କ'ଣ ହୁଏ ନା, ଆମେ ଜାଣିଛନ୍ତି ନା ଏହି ସିଲିଆରି ମାଂସପେଶୀ ଗୁଡ଼ିକ ଚକ୍ଷୁ ଲେନ୍ସର ବକ୍ରତାକୁ ନିୟନ୍ତ୍ରଣ କରନ୍ତି। ତେବେ ଚକ୍ଷୁ ଲେନ୍ସର ବକ୍ରତା ବଦଳିଲେ ଏହାର ଫୋକସ୍ ଦୂରତା ମଧ୍ୟ ବଦଳିଥାଏ। ତେବେ ଏଠାରେ ଲେନ୍ସକୁ ଧରି ରଖିଥିବା ମାଂସପେଶୀ ଗୁଡ଼ିକ, ଯାହାକୁ ଆମେ ସିଲିଆରି ମାଂସପେଶୀ କୁହନ୍ତି, ଯଦି ଏଗୁଡ଼ିକ ହୁଗୁଳା ହେଇଯିବ ତେବେ ଲେନ୍ସଟି ମଧ୍ୟ ସରୁ ହେଇଯିବ ଏବଂ ଫୋକସ୍ ଦୂରତା ବଢ଼ିଯାଏ। ଫଳରେ ଆମେ ଦୂର ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରନ୍ତି। ପୁନଶ୍ଚ ମନେକର ବସ୍ତୁଟି ଆଖିର ଅତି ନିକଟରେ ଅଛି, ତେବେ ନିକଟରେ ଯଦି ବସ୍ତୁଟି ଅଛି, ଆଲୋକ ରଶ୍ମି ଗୁଡ଼ିକ ଏମିତି କିଛି ପରସ୍ପରଠାରୁ ଦୂରକୁ ଗତି କରୁଛନ୍ତି, ତେବେ ଏଠାରେ ଅଭିସାରଣ ହେବାର ଯେଉଁ କୋଣଟି ଅଧିକ ହେବା ନିହାତି ଆବଶ୍ୟକ, କାରଣ ଆମକୁ ଫୋକସ୍ ମୁକୁରିକା ଉପରେ ଦରକାର। ତ ସେଥିପାଇଁ ଏଠାରେ କ'ଣ ହୁଏ ନା, ଏ ଯେଉଁ ସିଲିଆରି ମାଂସପେଶୀଟି ଅଛି ଏଗୁଡ଼ିକ ସଙ୍କୁଚିତ ହୁଅନ୍ତି ଏବଂ ଚକ୍ଷୁ ଲେନ୍ସର ବକ୍ରତା ବୃଦ୍ଧି ପାଏ ଏବଂ ଏହା ମୋଟା ହୋଇଯାଏ। ଫଳରେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଯାଏ ଏବଂ ଆମେ ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରନ୍ତି। ତେବେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବାର ସାମର୍ଥ୍ୟକୁ ସମାୟୋଜନ କୁହାଯାଇଥାଏ। ଏବଂ ଏହି ସମାୟୋଜନ କ'ଣ, ତାହାକୁ ଆମେ ପରବର୍ତ୍ତୀ ଆଉ ଏକ ଭିଡ଼ିଓରେ ବିସ୍ତୃତ ଭାବରେ ଆଲୋଚନା କରିବା। ଠିକ୍ ଅଛି, ତେବେ ଆମେ ମୋଟାମୋଟ ଭାବରେ ଚକ୍ଷୁର ମୌଳିକ କାର୍ଯ୍ୟକଳାପ ଓ ଏହାର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କଲେ।